କାହିଁକି ବାବା ଆଙ୍କୁ ଚାରିଆଡ଼େ ତୀର୍ଥସ୍ଥାନ ନେଇକିରି ବୁଲଉଛ, ଅନେକ ଚେଷ୍ଟା କରୁଛ, ୟାଙ୍କର କୌଣସି ପରିବର୍ତ୍ତନ ହେବ ନାହିଁ। ଏଗୁଡ଼ା ହେଉଛି ଆଙ୍କର ବଂଶ ଦୋଷ। ଥରେ ଜଣେ ବାବା ଅନେକ ଲୋକଙ୍କୁ ସାଙ୍ଗରେ ନେଇ ତୀର୍ଥସ୍ଥାନ ବୁଲିବାକୁ ଗଲେ। ଆଉ କହିଲେ କି ଯେଉଁମାନଙ୍କର ମନରେ କୌଣସି ପ୍ରକାର ଖରାପ ଗୁଣ ଖରାପ ଚରିତ୍ର ଥାଏ, ମୁଁ ଆକୁ ନିଶ୍ଚୟ ପରିବର୍ତ୍ତନ କରାଇ ଦେଇଛି। ଅନେକ ଲୋକଙ୍କର ଶୁଣିଥିବ ଦେଖିଥିବ। ଆ ଭିତରୁ କିଛି ମନେ ମନେ ହସୁଥାନ୍ତି, କହନ୍ତି ଆମେ ଆମେ ଶଳା ମୂଳରୁ ଯାହା ସେଇଆ, ଆମକୁ କେହି ସଜାଡ଼ି ପାରିବେ ନାହିଁ। ଦେଖିବା ବାବା ଆମକୁ କେମିତି ପରିବର୍ତ୍ତନ କରିଦେବେ। ପକେଟରେ କିଛି ଲଙ୍କା ନେଇକି ଯାଇଥାନ୍ତି। ସବୁ ତୀର୍ଥସ୍ଥାନ ବୁଲିକି ଆସିଲା ପରେ ବାବାଙ୍କୁ ପଚାରିଲେ, ୟାକୁ ଟିକେ ଚାଖିଲ, ଇଏ କେମିତି ଅଛି? ବାବା ତାଙ୍କ ମୁହଁକୁ ଚାହିଁଲେ, କହିଲେ ବାବା ରେ, ମୁଁ ତ ଆ ଗୁଣ ତ ପରିବର୍ତ୍ତନ କରିପାରିଲି ନାହିଁ, ତମର ବି ଗୁଣ ପରିବର୍ତ୍ତନ କରିପାରିବି ନାହିଁ। ଭଗବାନ ବି ଆକୁ ସଜାଡ଼ି ପାରିବେ ନାହିଁ। ତମେ ଆକାଶରେ ମିଶିଲା ପର୍ଯ୍ୟନ୍ତ ବି ତମର ଏ ଗୁଣ ଏ ଚରିତ୍ର ଏମିତି ରହିବ, ଆକୁ କେହି ପରିବର୍ତ୍ତନ କରିପାରିବେ ନାହିଁ। ଯାହା ହଉ ତମର ଖୁବ୍ ସୁନ୍ଦର ଚରିତ୍ର, ମାନିବାକୁ ପଡ଼ିବ। କୃଷ୍ଣ ତୁଳସୀ ବଣରେ ରହି ସବୁ ଶୁଣୁଥିଲେ। କହିଲେ ବ୍ୟସ୍ତ ହୁଅନି, ମୁଁ ତାଙ୍କର ବଇଁଶୀ ବଜେଇ ଦେବାର ବ୍ୟବସ୍ଥା କରୁଛି।